ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ଆଜି ଆମ ଘରକୁ ଜଣେ ଅତିଥି ଆସିଛନ୍ତି। ଅତିଥି ତ କହିବିନି, ମୋ ଘରର ସଦସ୍ୟ ସିଏ। ମାନେ ବୟସରେ ମୋଠୁ ଯଦିଓ ସିଏ ଅଳ୍ପ ସାନ, ତଥାପି ମୁଁ ତାକୁ ନିଜର ପିଲା ଭଳିଆ ଦେଖେ, ମୋ ପୁଅ ଭଳିଆ ଦେଖେ। କାହିଁକିନା ସବୁବେଳେ ମୋତେ ଭଲ ଲାଗେ ତାକୁ ସବୁବେଳେ। ଆଉ ମୁଁ ମୋର ଦିଟା ପିଲା ନୁହଁ, ମୋର ତିନିଟା ପିଲା ମୁଁ ସବୁବେଳେ କୁହେ। ତ ମୁଁ ସେଥିପାଇଁ ତାକୁ ବହୁତ ସ୍ନେହ କରେ। ଗେହ୍ଲାଟେ ମୋର ସିଏ। ସମସ୍ତଙ୍କର ପ୍ରିୟ, ମୋର ତ ବେଶୀ ପ୍ରିୟ। ଆପଣମାନଙ୍କର ସମସ୍ତଙ୍କର। ଏ ପିଲାଟା କଥା ଭାବୁଛନ୍ତି କି? ନାଇଁ ନାଇଁ, ଇଏ ନୁହଁ, ଇଏ ନୁହଁ, ଇଏ ମାଙ୍କେ ନୁହଁ, ଇଏ ସମସ୍ତେ ଜାଣିଛନ୍ତି ଦେବାଶିଷ ଜଣେ ସୁନ୍ଦର ପ୍ରଚ୍ଛଦପଟ ଗାୟକ। ବହୁତ ବଢ଼ିଆ ବଢ଼ିଆ ଗୀତ ଦେଇଛନ୍ତି ଆପଣମାନଙ୍କୁ। ସ୍ପେଶିଆଲି ମାଙ୍କେ କମେଡ଼ି ଚ୍ୟାନେଲ୍ ଯେଉଁ କଳା କହ୍ନେଇ ଗୀତ ଆମେ କରିଥିଲେ, ସେ ଗୀତକୁ ବି ଦେବାଶିଷ ଗାଇଛନ୍ତି। ଆମେ ଆଉ ଗୋଟେ କରିଥିଲୁ ସେ ଆଇନା ମୁଁ ଭାଙ୍ଗିଦେବି, ସେ ବି ଦେବାଶିଷ ଅନେକ ଗୀତ କରିଛନ୍ତି। ଆଜି ଦେବାଶିଷ ଯେତେବେଳେ ଆମ ଘରକୁ ଆସିଛନ୍ତି ବ୍ରହ୍ମପୁରକୁ, ଇଏ ହେଉଛି ଆମ ବାଲେଶ୍ୱର ପିଲା। ବାଲେଶ୍ୱର ପାଣି ପବନ ଦେଖୁନାହାନ୍ତି, ବାସ୍ନା ହେଉଛି ବାଲେଶ୍ୱର। ବାଲେଶ୍ୱର ବାଲେଶ୍ୱର ବାସ୍ନା ହଉନି? ବାଲେଶ୍ୱର ବାଲେଶ୍ୱର ବାସ୍ନା ହଉନି? ପୁରା ବାଲେଶ୍ୱର ବାସ୍ନା। ସିଏ ବାଲେଶ୍ୱର ବଡ ଲୋକ, ମୁଁ ବାଲେଶ୍ୱର ସାନ ଲୋକ। ନାଇଁ 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 ବଡ଼ ବାଲେଶ୍ୱର ବାସ୍ନା ହେଉଛି। ତ ତେଣୁ ମୁଁ ଦେବାଶିଷ ସବୁବେଳେ ବହୁତ ଭଲ ପାଏ ଏଥିପାଇଁ ଯେ ତାର ଭଏସ୍ଟା ଗୋଟେ ଅଲଗା ଲେବୁଲ୍ର ଭଏସ୍ଟେ। ଆଉ ଯେତେବେଳେ ସେ ଆଜି ଆମ ଘରେ ଅଛନ୍ତି, ଆମେ ନିଶ୍ଚିତ ତାଙ୍କ ମୁହୂର୍ତ୍ତ ଗୋଟେ ଗୀତ ନ ଶୁଣି ଛାଡ଼ିବାନି। ଦେବାଶିଷ ଆଜି ଟିକେ ମୋ ଫେଭରାଇଟ୍ ଗୀତ ତମେ ଜାଣିଛ କେଉଁଟା? ଟିକେ ଗାଅ। ଭାଇଙ୍କର ଫେଭରେଟ୍ ହଉଛନ୍ତି କୁମାର ସାନୁ, ବାବୁଲ ସୁପ୍ରିୟ। ମାନେ ତାଙ୍କୁ ବହୁତ ଭଲ ପାଆନ୍ତି, ଯେହେତୁ 90s କିଡ୍। ଆଉ ମୁଁ ତ ତାଙ୍କୁ ବହୁତ ଭଲ ପାଏ। ତ ଭାଇଙ୍କର ଗୋଟେ ଫେଭରେଟ୍ ଗୀତ ଗାଇବି। କାଗଜ ଡଙ୍ଗାରେ ତୁ ଯା ଭାସି ଯା, ମୋ ପ୍ରିୟା ଦୁଆରେ ତୁ ଯା ଲାଗି ଯା। କାଗଜ ଡଙ୍ଗାରେ ତୁ ଯା ଭାସି ଯା, ମୋ ପ୍ରିୟା ଦୁଆରେ ତୁ ଯା ଲାଗି ଯା। ମନରୁ ଫରଦେ କାଗଜ ଚିରି, କରିଛି ରେ ଡଙ୍ଗା ତତେ ତିଆରି। ପ୍ରିୟାକୁ କହିବୁ ଯାଇ, ପ୍ରିୟାକୁ କହିବୁ ଯାଇ, ତାକୁ ଖୋଜୁଛି ତା ରାଜା। ନଦୀରେ ନଦୀ, ନଦୀରେ ନଦୀ, କହରେ ନଦୀ, ତୁଠ ତୋର କିଏ କଲା ଏତେ ହଳଦୀ। କିଏ ସେ ଯାଇଛି ତା ଦେହ ପଖାଳି, କିଏ ସେ ଯାଇଛି ତା ଦେହ ପଖାଳି। ତାପରେ ଭାଇ କାନ୍ଦୁଥିଲେ। ସେ ସୁର ମୁଁ ଉଠେଇ ପାରିବିନି। ଅତି ସୁନ୍ଦର ଗୀତଟାକୁ ମୁଁ ଖରାପ କରିଦେବି। କିଏ ସେ ଯାଇଛି ତା ଦେହ ପଖାଳି। କଣ ଏଟା? ପାଦରୁ ମୋର ବି ଲେଖା ମନେ ନାହିଁ। କିଏ ସେ ଆଉ ଥରେ ମନେ ପକା। ଆଇଲା ଦେଖନ୍ତୁ, ୟାରି ପାଇଁ ସବୁ ଡିଷ୍ଟର୍ବ ହଉଛି ସବୁ। ଆଉ ଗୋଟେ ଗାଇବା ଆମେ, କଣ କହିଲେ ସେଟା, ଆଉ ସେ କଲମ କେବେ ଧରିବି ନାହିଁ। ନା ଭାଇ, ବାବୁଲ ସୁପ୍ରିୟଙ୍କ ଦିଟା ତ, କୁମାର ସାନୁଙ୍କର ଗୋଟେ କୁମାର ସାନୁଙ୍କର ଗୋଟେ ଗୀତ ଗାଅ, ଦିଲବାଲେର। जीता था जिसके लिए, जिसके लिए मरता था, एक ऐसी लड़की थी जिसे मैं प्यार करता था। एक ऐसी लड़की थी जिसे मैं प्यार करता था। ମାନେ ଗୋଟେ ଭଏସ୍ ତମେ ପାଇଛ, ସେଥିପାଇଁ ଇଏ ପିଲା ଧରା ଦଉନି। କହୁଛି ମୁଁ ଭଏସ୍ ପାଇଛି, ମୁଁ କାହିଁ ୟାଙ୍କୁ ଧରା ଦେବି। ତ ଯାହା ହଉ, ଏ ଭଏସ୍ଟା ଆମ ପାଖରେ ନାହିଁ ନା, ସେଥିପାଇଁ ଆମେ ଝୁରୁଛୁ। କାହିଁକିନା ଗୋଟେ ପରିବାର ଭିତରେ, ଗୋଟେ ଘର ଭିତରେ ଯଦି ସଙ୍ଗୀତର ମାହୋଲ ସବୁବେଳେ ରୁହେ, ତାହେଲେ ମା ସରସ୍ୱତୀଙ୍କର ବସବାସ ସେଠି ସବୁବେଳେ ରୁହେ। ପାଠ ଭଲ ହୁଏ, ଶାନ୍ତି ରହେ, ଶୃଙ୍ଖଳା ରହେ। ତ ସେଥିପାଇଁ ନିଶ୍ଚିତ ଯେଉଁମାନେ ଗୀତ ଗାଉଥିବେ ଦେଖିଥିବେ, ତାଙ୍କ ମନ ଭିତରେ ଛନ୍ଦ କପଟ କିଛି ନଥାଏ। ସେମାନେ ଭାରି ଶୃଙ୍ଖଳିତ, ଆଉ ସେମାନେ ଭାରି ମାର୍ଜିତ, ସେମାନେ ଭାରି ଶାଳୀନତା ତାଙ୍କ ପାଖରେ ଅଛି। ଭଦ୍ରତା, ନମ୍ରତା ସବୁ ଜିନିଷ ରହେ। ଆଉ ସେମାନେ କେବେ ଉଚ୍ଚ ଆବାଜରେ କଥା କୁହନ୍ତିନି, କାହିଁକିନା ଭୋକାଲ କର୍ଡ ଖରାପ ହେଇଯିବ। ତ ବର୍ତ୍ତମାନ ପ୍ରୋଗ୍ରାମକୁ ଆସିଛି ଦେବାଶିଷ ଆମର। ଆଜି ଯାଇକି ଆଗେ ଭାଇଙ୍କର ଗୋଟେ ଗୀତ ଗାଇବି।
ସେଇ ବାବୁଲ ସୁପ୍ରିୟଙ୍କର। ଆଜ୍ଞା ହେ ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖ। ସେ ଆକ୍ଚୁଆଲି ସେ ପଢି ପାରିଥାନ୍ତା ଯେ ସେ ପାଠ ପଢି ନଥିଲା କାଇଁ? ସେଥିପାଇଁ ବିଚାର ଏଗୁଡା ହେଲା ବଇଛନ୍ତି। ସେ ପାଠ ଆଗ ଥରେ ନେଇଗଲେ ଆଖି ଦେଖେଇବା ପାଇଁ, ଆଖି ଯେତେବେଳେ ପ୍ରୋବ୍ଲେମ ହେଲା ଆଖି ଦେଖେଇବା ପାଇଁ ନେଲେ ତାକୁ ନେଇକି ଦେଖେଇଲେ ସେ ଯୋଉ ଟିଭିରେ ବାହାରେନି ସ୍କ୍ରିନରେ ABCD ପଢ, ଏମିତି କ୍ଲାସ୍ ଲଗେଇଲେ ଆଖି କ୍ଲାସ୍ ABCD ପଢେ, ଏ କଲା ମ୍ୟାଡ଼ାମ ପଢନ୍ତୁ ଏମିତି କଲା, ତାପରେ କହିଲେ ଆଉ ଗୋଟେ କ୍ଲାସ୍ ଲଗେଇଲେ ଏମିତି ଦେଖିଲା ତାପରେ କ'ଣ ଆଖି ଏତେ ଖରାପ, 3-4ଟା ଗ୍ଲାସ୍ ଚେଞ୍ଜ କରିସାରିଲା ପରେ ଏ କହିଲା ଆଜ୍ଞା ମୁଁ ତ ଟୋଟାଲ ପାଠ ପଢ଼ିନି ABCD କୁଆଡ଼େ ପଢ଼ିବି। ମେନ୍ ପ୍ରୋବ୍ଲେମ୍ ହେଇଛି ସେଇଠି। ତ ଇଏ ହେଉଛି ଜିନିଷ। ତ ମୁଖ୍ୟ କଥା ହେଲା ଯେ ସଙ୍ଗୀତର ମାହୋଲ ଯୋଉଠି ଥାଏ ସେଠି ନିଶ୍ଚିତ ଶୃଙ୍ଖଳିତ ଜୀବନଯାପନ ଥାଏ। ଇଏ ଦେଖୁନାହାନ୍ତି ଗୋଟେ ମଝିରେ ଟଙ୍ଗ ଟଙ୍ଗ ହେଉଛି, ଇଏ ହାରମୋନିୟମ ସବୁ ବଜାଉଥିଲା, ଏବେ ଏଇ ଟିକେ ବ୍ରେକ୍ କରିଦେଲା, ତାପରେ ଧର ହାରମୋନିୟମ ଆକୁ ବଜେଇବ। ଠିକ୍ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ। ଖୁସି ଲାଗିଲା ଦେବାଶିଷ ଆଜି ବ୍ରହ୍ମପୁର ପ୍ରୋଗ୍ରାମ ପାଇଁ ଆସିକି ଆମ ଘରେ କିଛି ସମୟ ବିତେଇଥିବାରୁ। ଯାହା ହଉ ଭାଇ ମତେ ଏତିକି ଭଲ ପାଆନ୍ତି, ମାନେ ନେକ୍ସଟ ଜନ୍ମ ନିହାତି ମୁଁ ସତରେ ଭାଇଙ୍କ ଛୁଆ ହେବି। ରେଡି 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 ରେଡି। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।